ମାନେ ସ୍ୱାଗତ ଭିଡ଼ିଓକୁ ଆଜିର ଭିଡ଼ିଓରେ ଆମେ ଜାଣିବା ନା ଆଜି କ'ଣ ହେଉଛି ନା +2 ରିଜଲ୍ଟ ବାହାରୁଛି। ତ +2 ରିଜଲ୍ଟ ଆମେ କେମିତି ଦେଖିବା ତ ଚାଲନ୍ତୁ ଜାଣିବା। ଆଜି 4টাରେ +2 ରିଜଲ୍ଟ ବାହାରିବ। ରିଜଲ୍ଟଟା କ'ଣ ନା ବିଜ୍ଞାନ ବାଣିଜ୍ୟ ଫଳାଫଳ ମାନେ 3,85,000 ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା। ତ ଏହି ରିଜଲ୍ଟ ଆଜି ବାହାରିବ। ତ ଆମେ କେମିତି ସେ ରିଜଲ୍ଟଟାକୁ ଚେକ୍ କରିପାରିବା ତ ଚାଲନ୍ତୁ ଦେଖିବା। ତ ଆମେ କ'ଣ କରିବା ନା ଏଠି କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଆମେ ସର୍ଚ୍ଚ କରିବା। ହାୟର ଏଜୁକେସନ୍ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ସର୍ଚ୍ଚ କଲା ପରେ ଏମିତି ଇଣ୍ଟରଫେସ୍ ଆସିବ, ଦେଖିବ CHSE ଓଡ଼ିଶା। ତ ଆମେ ଏହି ଲିଙ୍କଟାକୁ ନ ଯାଇକି ତଳେ ଗୋଟେ ଲିଙ୍କ ଅଛି ଯିବା କେଉଁଠି ନା ଏଠି ଦେଖିପାରୁଥିବ ପୁରା ଦିଆହେଇଛି ରିଜଲ୍ଟ କାଉନସିଲ୍ ହାୟର ସେକେଣ୍ଡାରୀ ଏଜୁକେସନ୍। ତ ଏହି ଲିଙ୍କକୁ ଟଚ୍ କଲା ପରେ ଆମେ କ'ଣ ହେବ ନା ଡାଇରେକ୍ଟ ଆମେ ସେଇ ରିଜଲ୍ଟ ଲିଙ୍କକୁ ଯାଇପାରିବା। ତ ଚାଲନ୍ତୁ ମୁଁ ଟଚ୍ କରିକି ଦେଖୁଛି। ତ ଆସିବ ଏମିତି ଟଚ୍ କଲା ପରେ ଆସିବ ଏମିତି ଇଣ୍ଟରଫେସ୍ ଆସିବ। ଏମିତି ଇଣ୍ଟରଫେସ୍ ଆସିଲା ପରେ ଆପଣମାନେ କ'ଣ କରିବେ ନା ଏଠି ଦେଖ ରୋଲ୍ ନମ୍ବର ଦିଆହେଇଛି। ରୋଲ୍ ନମ୍ବର ଦେବେ, ଏଣ୍ଟର ଦ 6 ଡିଜିଟ୍ ରୋଲ୍ ନମ୍ବର ଦେଲା ପରେ ରେଜିଷ୍ଟ୍ରେସନ୍ ନମ୍ବରଟି ଦେବେ, ଏଣ୍ଟର ଦ ଇମେଜ୍ ଟେକ୍ସଟ। ଏହି ଟେକ୍ସଟକୁ ଆମେ ଏଠାରେ ପୁଟ୍ କରିବା, ଦେନ୍ ସବମିଟ୍ କରିବା। ସବମିଟ୍ କଲା ପରେ ଆମର ରିଜଲ୍ଟ ଯେଉଁ ଆସିଥିବ ଆମେ ଦେଖିପାରିବା। ତ ଏହା ଥିଲା ପ୍ରୋସେସ୍ କେମିତି କ'ଣ ରିଜଲ୍ଟ ଦେଖିବେ। +2 ଆଜି 4টাରେ ବାହାରୁଛି +2 ରିଜଲ୍ଟ। ତ ଏଥିରେ ଦେଖିପାରିବେ। ଆଉ ଗୋଟେ ଜିନିଷ india-result.nic.in ରେ ଦେଖିପାରିବେ। ଯଦି ଏହି ସାଇଟ୍ଟା ସ୍ଲୋ ରହିଲା ତାହେଲେ ଇଣ୍ଡିଆ ରିଜଲ୍ଟ ସାଇଟ୍କୁ ଯାଇକି ତୁମେ ନିଶ୍ଚିତ ଭାବରେ ଦେଖିପାରିବ, କାହିଁକିନା ସେହି ସାଇଟ୍ଟା ପୁରା ବହୁତ ଫାଷ୍ଟଟ୍ୟାଗ୍ ଚଲିଥାଏ। ତ ଏହିପରି ଭାବରେ +2 ରିଜଲ୍ଟ ଦେଖିପାରିବ। ଭିଡ଼ିଓଟାକୁ ଭଲ ଲାଗିଥିଲେ ସବସ୍କ୍ରାଇବ୍ କରନ୍ତୁ, ଚ୍ୟାନେଲକୁ ସେୟାର କରନ୍ତୁ ଏବଂ ବେଲ୍ ଆଇକନ୍ ପ୍ରେସ୍ କରନ୍ତୁ, କାହିଁକିନା ଅପଡ଼େଟ୍ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।